ପାଠ ଚେନ୍ ଜାତୀୟ ପତାକା ଗୋଟେ ପଦ୍ୟ। এই ପାଠରେ ଆମେ ପ୍ରଶ୍ନ ଉତ୍ତର କରିବୁ। ଜାତୀୟ ପତାକା ପବନର ସ୍ରୋତରେ କିପରି ଉଡ଼ିଥାଏ ବୋଲି କବିତାରେ କୁହାଯାଇଛି। ଜାତୀୟ ପତାକା ପବନର ସ୍ରୋତରେ ଫର ଫର ଉଡ଼ିଥାଏ ବୋଲି କବିତାରେ କୁହାଯାଇଅଛି। ଜାତୀୟ ପତାକାକୁ ଜାତିର ଅମୂଲ୍ୟ ସମ୍ପଦ ବୋଲି କୁହାଯିବାର କାରଣ କ'ଣ? ଜାତିର ସ୍ୱାଧୀନତାର ସମସ୍ତ ଗର୍ବ ଓ ଗୌରବ ଗାଥା ଜାତୀୟ ପତାକାରେ ନିହିତ ଥିବାରୁ ଏହା ଜାତୀୟର ଅମୂଲ୍ୟ ସମ୍ପଦ। କେଉଁ କେଉଁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ? ସ୍ଥଳ ଭାଗରେ ପଦାତିକ ସେମାନଙ୍କର ଦ୍ୱାରା, ଜଳ ଭାଗରେ ସାଗରର ଜଳବାହିନୀ ସେନାଙ୍କ ଦ୍ୱାରା, ବ୍ୟୋମ ଭାଗରେ ବ୍ୟୋମ ବାହିନୀ ସେମାନଙ୍କ ଦ୍ୱାରା ଏହିସବୁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ। ଜାତୀୟ ପତାକା ଆମ ଜାତିର ଟେକ କିପରି ରଖିବ? ଅନ୍ୟ ଦେଶର ଜାତୀୟ ପତାକା ମଧ୍ୟରେ ଯାହା କରିଛନ୍ତି ଆମ ଜାତୀୟ ପତାକା ନିଶ୍ଚୟ ତାହା କରି ଏ ସଂସାରରେ ଆମର ଜ୍ଞାନ ରଖିବ, ଆମର ଜାତିର ଟେକ ରଖିବ। ଆସ କବିତାରୁ ଭଲ ଲାଗୁଥିବା ପଦ କେତୋଟି ଆବୃତ୍ତି କରି ଶୁଣାଇବା। କ ନମ୍ବର, ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ, କନା ଚେକା ଖଣ୍ଡେ କେବଳ ନୁହେଁ। ଚାର କନା ଖଣ୍ଡେ ନମଣ ଏହାକୁ, ଏତ ଆମ ପ୍ରିୟ ଜାତୀୟ ଧ୍ୱଜା, ରଖିବ ଏ ଆମ ମାନସ ଏ ସଂସାରରେ, ବଢ଼ାଇ ଆମ ଜାତିର ଟେକ। 3 ନମ୍ବର, ତିନୋଟି ବାକ୍ୟରେ ପ୍ରଶ୍ନ ଉତ୍ତର ଲେଖ। ବାଟ କାଟିଯିବ ସମୀର ସ୍ରୋତ, ଏହା କୁହାଯିବାର କାରଣ କ'ଣ? ଆକାଶରେ ଆକାଶ ବାହିନୀ ଯୁଦ୍ଧ କରୁଥିବା ବେଳେ ଜାତୀୟ ପତାକା ବ୍ୟୋମଯାନରେ ଶୋଭା ପାଇବା ସହିତ ଶତ୍ରୁକୁ ମୁକାବିଲା କରିବାର ସୂଚନା ଦେଇ ପବନରେ ଫରଫର ଉଡ଼ି ଉଡ଼ି ଆଗକୁ ଯାଉଥିବ। ତେଣୁ ବାଟ କାଟିଯିବ ସମୀର ସ୍ରୋତରେ ବୋଲି କୁହାଯାଇଛି। ଜାତୀୟ ପତାକାକୁ ପ୍ରଣାମ କରିବା ପାଇଁ କବି କାହିଁକି କହିଛନ୍ତି? ଆମର ଜାତୀୟ ପତାକା ଆମ ଜାତିର ଦେବତା ହୋଇଥିବାରୁ ତାକୁ ପ୍ରଣାମ କରିବା ପାଇଁ କବି କହିଛନ୍ତି। ଜାତୀୟ ପତାକା ଯେତେ ଫର ଫର ଉଡ଼ିବ ଆମର ହୃଦୟ ଗର୍ବରେ ନାଚି ଉଠିବ ବୋଲି କହିବାର କାରଣ କ'ଣ? ଜାତୀୟ ପତାକା ଆମର ଜାତିର ଦେବତା, ଏହା ଆମର ଜାତିର ଟେକ ରଖିବାରେ ସମର୍ଥ। ତେଣୁ ଏହା ଯେତେ ଫର ଫର ଉଡ଼ିବ ଆମର ହୃଦୟ ସେତେ ଗର୍ବରେ ନାଚି ଉଠିବ। ଆମେ କିପରି ସ୍ୱାଧୀନତା ହାସଲ କରିଛୁ ବୋଲି କବିତାରେ କୁହାଯାଇଛି। ଆମେ ସ୍ୱାଧୀନତା ହାସଲ କରିବା ପାଇଁ ଜାତୀୟ ସମରରେ ଶହ ବୀର ପ୍ରାଣ ବଳି ଦେଇଛନ୍ତି। ସେହିମାନଙ୍କର ଅସୀମ ତ୍ୟାଗ ବଳରେ ଆମେ ସ୍ୱାଧୀନତା ହାସଲ କରିଛୁ ବୋଲି କବିତାରେ କୁହାଯାଇଛି। ନମ୍ବର, ଚାର କନା ଖଣ୍ଡେ ନ ମଣୁ ଏହାକୁ, ଏ ତ ଆମ ପ୍ରିୟ ଜାତୀୟ ଧ୍ୱଜା। ସଂସ୍କୃତ ଗଦ୍ୟାଂଶଟି ଜାତୀୟ ପତାକା ଶୀର୍ଷକ କବିତା ଗୃହୀତ। ଉକ୍ତ ପ୍ରସଙ୍ଗରେ କବି ଗୋଦାବରୀଶ ମିଶ୍ର ଜାତୀୟ ପତାକାର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି।
ଆମର ଜାତୀୟ ପତାକା ଆମ ଜାତିର ଅମୂଲ୍ୟ ସମ୍ପଦ। ଏହା କେବଳ ଖଣ୍ଡେ କପଡ଼ା ନୁହେଁ। ଏହି ପତାକା ତଳେ ଦୀର୍ଘ 30 ବର୍ଷ ଧରି ଏ ଜାତିର ସୈନ୍ୟ ଏକତ୍ରିତ ହୋଇଛନ୍ତି। ଜାତୀୟ ଯୁଦ୍ଧରେ ଶହ ଶହ ବୀର ଆତ୍ମଚାଷ ଦେଇଛନ୍ତି। ତେଣୁ ଆମର ସ୍ୱାଧୀନତା ଆସିଛି। ବିଦେଶୀ ଶାସକ ଏ ଦେଶକୁ ଛାଡ଼ି ଚାଲି ଯାଇଛନ୍ତି। ଏହାକୁ ଆମେ ଛାରକନା ଖଣ୍ଡେ ବୋଲି ମନେ କରିବା ଉଚିତ ନୁହେଁ। ଏହା ଆମର ଅତି ପ୍ରିୟ ଜାତୀୟ ପତାକା। ନମ୍ବର କରିବ ନିକର ଦେଶ ଦେଶେ ଯାହା କରିଅଛି ମର୍ତ୍ତ୍ୱେ ଜାତି ବୈରାଗ। ସଂକ୍ଷିପ୍ତ ପଦ୍ୟାଂଶଟି ଜାତୀୟ ପତାକା ଶୀର୍ଷକ କବିତାରୁ ଗୃହୀତ। ଉକ୍ତ ପ୍ରସଙ୍ଗରେ କବି ଗୋଦାବରୀଶ ମିଶ୍ର ଜାତୀୟ ପତାକାର ଗୌରବ ଗାନ କରିଛନ୍ତି। ଆମର ଜାତୀୟ ପତାକା ଛାରଖଣ୍ଡ କପଡ଼ା ନୁହେଁ। ଏହା ଆମର ଅତି ପ୍ରିୟ ଜାତୀୟ ଧ୍ୱଜା। ପଦାତିକ ସେନା ମାନେ ଏହାକୁ ସ୍ଥଳ ଭାଗରେ ଉଡ଼ାନ୍ତି। ଜଳବାହିନୀରେ ଏହା ସାଗର ବୁକୁରେ ଭର ଉଡ଼େ। ବ୍ଯୋମ ବାହିନୀରେ ଆକାଶ ମାର୍ଗରେ ପବନରେ ସୁଅ କାଟି ଆଗକୁ ଉଡ଼ିଥାଏ। ବିଭିନ୍ନ ଦେଶ ଜାତୀୟ ପତାକା ଯେପରି ଯଶ ବଢ଼ାଇ ପାରିଛି, ଆମ ଦେଶ ଜାତୀୟ ପତାକା ହିଁ ଆମର ତାହା ନିଶ୍ଚିତ କରିପାରିବ। ନମ୍ବର ଅମୂଲ୍ୟ ଏ ଅଟେ ସମ୍ପଦ ଜାତିର, କେବଳ ଖଣ୍ଡେ ନୁହେଁ ଛେକା କନା। ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ, କନା ଛେକା ଖଣ୍ଡେ କେବଳ ନୁହେଁ। ସେଟାକେ ଉଲ୍ଟା ପୁଲ୍ଟା ଦେଇଥିବ, ତାକେ ସଜାଡ଼ି କରି ଲେଖବାଟା। ନମ୍ବର କ ଖ ଗ ଲଳିତ ହରାଇ ଅଚିହ୍ନ ମୁଣ୍ଡ ଯୁଦ୍ଧ କରି ମୃତ୍ୟୁବରଣ କରିଛନ୍ତି। ଛାରଖନା ଖଣ୍ଡେ ନମଣ ଏହାକୁ ମାମୁଲି କନା ଖଣ୍ଡେ ଉଚିତ ନୁହେଁ। ବଢ଼ାଇବ ଆମ ଜାତୀୟ ଟେକ, ଜାତୀୟ ସମ୍ମାନ ବୃଦ୍ଧି କରିବ। ରଖିବ ଏ ଆମ ମାନ ଏ ସଂସାରରେ, ଏହା ସଂସାରରେ ଆମର ସମ୍ମାନ ରକ୍ଷା କରିବ। ଜୁହାରିବା ଆଜି ଚାଲରେ ସର୍ବେ, ଆଜି ଚାଲ ସମସ୍ତେ ମିଶି ପ୍ରଣାମ କରିବା। ନମ୍ବର ରଖିବ ଏ ଆମ ମାନ ଏ ସଂସାରରେ, ଟେକ ମର୍ତ୍ତ୍ୱେ ବୈରାଗ୍ୟ। ଫର ହୃଦୟ। ନମ୍ବର ପତାକା ଧ୍ୱଜା ଆକାଶ ବ୍ଯୋମ, ପବନ ସମୀର, ଜାହାଜ ପୋତ, ସୈନ୍ୟ ସୈନ, ଯୁଦ୍ଧ ସମର। ନମ୍ବର ରଜା ଟେକ ବୈରାଗ୍ୟ ସର୍ବେ ଗର୍ବେ। ନମ୍ବର ଦେଇଛି ବିପରୀତ ଶବ୍ଦ ଲେଖ। ବାଟ ଅବାଟ, ମାନ ଅପମାନ, ବୀର ଭୀରୁ, ବିଦେଶୀ ସ୍ୱଦେଶୀ, ସମ୍ପଦ ବିପଦ, ସ୍ୱାଧୀନତା ପରାଧୀନତା। ତିରିଶ ଠିକ ଶବ୍ଦ ଲେଖ। ରୁଣ୍ଡ ସ୍ୱାଧୀନତା, ପତାକା, ଅମୂଲ୍ୟ
ବିଦେଶୀ ବିଦେଶୀ ସମୀର ସମୀର ପ୍ରିୟ ପ୍ରିୟ। ଏ ତୁମ ପାଇଁ କାମ ଅଛି।